କିରେ ନେପୁରୀ, ଇଏ କଣ ଚୌକିରେ ବସିଛି, ତୁ ମୁଣ୍ଡରେ ହାତ ଦେଇ ତଳେ ବସଛୁ କାହିଁକି ରେ? ଆରେ ତତେ କଣ ଶୁଭୁନି କି? ଇଏ କିରେ? ହେଇଟି ସାରେ, ମୁଁ ବଡ ଦୁଃଖରେ ଅଛି। ଆରେ ଆଗେ ତଳୁ ଉଠ ରେ। ଓକେ ସାର୍। ଆରେ ପେଣ୍ଟ ସମ୍ଭାଳରେ ଭାଇ, ନାଡା ସମ୍ଭାଳେ। ଏବେ କହ ତୋର କି ଦୁଃଖ? ସାରେ, ଏ ଲୋକର ସ୍ୱର୍ଣ୍ଣଲତା ହଜି ଯାଇଛି। ଆରେ ତାର ତ ହଜିଛି, ତୁ ଦୁଃଖ କାହିଁ କରୁଛୁ? ନାଇଁ ଏମିତି। ଦେଖ ବା ଇଏ କାହିଁ କାନ୍ଦୁଛି? ହେ କାନ୍ଦ ବନ୍ଦ କରେ, ନ ବୁଝେ ସବୁବେଳେ ଗୋଟେ ଫାର୍ସ କରୁଛି। ଓକେ ସାର୍। ଓ ବାବୁ, ଥାନାକୁ ଆସିଛ, ଗୋଡ ଟେକିକି ବସଛ, ଭଦ୍ରାମୀରେ ଟିକେ କଣ ବସି ପାରୁନ? ଆଜ୍ଞା ସାର୍। ସାର୍, ମୋ ପାଇଁ ଗୋଟେ ଏଫଆଇଆର ଲେଖନ୍ତୁ। ଆରେ ଘଟଣା କଣ? ସାର୍, ବାତ୍ୟା ଦାନାରେ ମୋ ସ୍ୱର୍ଣ୍ଣଲତା ହଜି ଯାଇଛି। ଆରେ ସିଏ ତୋର କଣ ହବ? ସିଏ ମୋର ସବୁ କିଛି ସାର୍, ତା ବିନା ମୁଁ ଘଣ୍ଟାଟେ ବି ବଞ୍ଚି ପାରିବିନି। ଇଏ ତାର ସ୍ତ୍ରୀ ହେଇଥିବ ବୋଧେ ଆଉ। ସ୍ତ୍ରୀ ହଜିଗଲେ ବଞ୍ଚି ହବ କି ଆଉ? ଆରେ ସିଏ ତୋର କଣ ହବ? ସିଏ ମୋର ସବୁ କିଛି ସାର୍, ତା ବିନା ଘଣ୍ଟାଟେ ବି ବଞ୍ଚି ପାରିବିନି। ଶଳା ମିଛ କହୁଛୁ? ଦାନା ତ କେବେଠୁ ସରିଲାଣି। ସ୍ୱର୍ଣ୍ଣଲତା ବିନା ତୁ ଯଦି ଘଣ୍ଟାଟେ ବଞ୍ଚି ପାରିବୁନୁ, ତେବେ ଏତେ ଦିନ ବଞ୍ଚିଛୁ କେମିତି ରେ? ସାରେ ଭଦ୍ରାମୀରେ କଥାବାର୍ତ୍ତା କରନ୍ତୁ, ଶଳା ଶଳା କଣ ହଉଛନ୍ତି? ହଉ ହଉ ହେଲା। ଆଚ୍ଛା କହିଲ ଦେଖି, ତମ ସ୍ୱର୍ଣ୍ଣଲତା ଦେଖିବାକୁ କେମିତି? ଗହମ ରଙ୍ଗର ଦେହ, ଟଣା ଟଣା ଆଖି ସାର୍, ତା ଚାଲିଟା ଖୁବ୍ ସୁନ୍ଦର, ଶରୀରରୁ ଗୋଟେ ନିଆରା ବାସ୍ନା ବାହାରେ। ସାରେ ଇଏ କଣ? ଆକୁ ତ କେହି ଭୁଲି ପାରିବେନି। ୟା ଶରୀରରୁ ଯୋଉ ବାସ୍ନା ବାହାରୁଛି, ଓହ କି ବାସ୍ନା! ହଁ ହଁ, ସେ ବାସ୍ନା ଖାଲି ତ ନାକରେ ବାଜି ଯାଉଥିବ, ଶୁଙ୍ଘି ପକାରେ ପୁଅ। ସାରେ ଆପଣ କାହିଁ ତାଙ୍କ ଉପରେ ରାଗୁଛନ୍ତି? ସେ ଠିକ କଥା କହୁଛନ୍ତି ସାର୍, ସମ୍ପୂର୍ଣ୍ଣ ଠିକ। ହଜିବା ବେଳେ ସେ କେଉଁ ରଙ୍ଗର ଶାଢୀ ପିନ୍ଧିଥିଲା କି? ବାଇଗଣୀ ରଙ୍ଗର ଫ୍ରକ୍ ପିନ୍ଧିଥିଲା ସାର୍। ତମ ସ୍ୱର୍ଣ୍ଣଲତା କଣ ଫ୍ରକ୍ ପିନ୍ଧେ? ହଁ ସାର୍, ଫ୍ରକ୍ ନ ପିନ୍ଧିଲେ ସେ ବାହାରକୁ ବାହାରେ ନା। ଗାଁରେ କଣ ଏସବୁ ଚଳେ? ହଁ ହଁ, ଚଳିବନି କାହିଁକି, ଚଳିଲେ ତ ସବୁ ଚଳିବ ସାର୍। ଆଚ୍ଛା କହିଲ, ସ୍ୱର୍ଣ୍ଣଲତାକୁ ନେଇଥିବ ବୋଲି ତମର କାହା ଉପରେ ସନ୍ଦେହ ହଉଛି? ନାଇଁ ସାର୍, ସେମିତି ତ କାହା ଉପରେ ମୋର ସନ୍ଦେହ ହଉନି। ତଥାପି ତଥାପି ହଁ, କହିଲ ନା, ନାଟା ଦେଖି ଜାଣିଦେଲେ ଆମ ସାରେ ଆଉ ମୁଁ ଯାଇକି ତାକୁ ମାଡ଼ି ବସିବୁ। ହେ ରହବେ, ପେଣ୍ଟ ଟେକି ନାଟ ସମ୍ଭାଳେ। ଆଜ୍ଞା ସାର୍। ତମ ସନ୍ଦେହରେ ସେମିତି ଯଦି ଅଛି କିଏ କୁହ? ସାରେ, ମୁଁ ତ ସଠିକ୍ କହିପାରିବିନି, ତଥାପି ଆମ ଗାଁର ଜଣେ ଲୋକ ଅଛି, ଯିଏ ବୁଢ଼ା ହେଲାଣି, ବାହା ହେଇପାରୁନି। ସେଇ ଶଳା ସମସ୍ତଙ୍କୁ ଟୁଙ୍ଗୁଛି। ସ୍ୱର୍ଣ୍ଣଲତାକୁ ଦେଖି ତାର ଲୋଭ ପଳେଇଥିବ, ଆଉ ନେଇଯାଇଥିବ ବୋଧେ, କହିହବନି ଆଉ। ଠିକ ଅଛି, ତା ନାଁଟା ଖାଲି କହ, ତାପରେ କଣ କରୁଛି ଦେଖ। ସାର୍, ଆପଣଙ୍କ ନାଁଟା କଣଟି? ସିଂଘମ। ଡରିଗଲି ସାର୍। ମୋ ନାଁଟା ସେମିତି ହେଇଛି ନା, ହେଲେ ମୋ ନାଁ ଜାଣି ତମେ କଣ କରିବ? ନାଇଁ ସାର୍, ଏମିତି ପଚାରିଦେଲି ନା। ହଉ, ଏବେ ତମେ ଯାହାକୁ ସନ୍ଦେହ କରୁଛ ତା ନାଁ କହ। ସାର୍, ସେ ନାଁଟା ମୁଁ ଆପଣଙ୍କୁ କହିବି ଯେ, ହେଲେ ନାଁଟା ମୁଁ କହିଛି ବୋଲି ଆପଣ ମୋ ନାଁ କାହାକୁ କହିବେନି ଟି? କାହିଁ, କହିଲେ କଣ ହବ କି? ସାର୍, ଆପଣଙ୍କ ନାଁ ଯେମିତି ସିଂଘମ, ଯିଏ ବୁଲୁଛି ତା ନାଁଟା ବାଘମ। ମୁଁ ତା ନାଁ କହିଛି ବୋଲି ଯଦି ସିଏ ଜାଣିଦବ, ତେବେ ଦୁଇ ଜଣ ଯାକ ମିଶି ମୋ ଦଶା ପୁଷ ମାସ କରିଦେବେ ସାର୍। କୋଉ ବାଘମ କିରେ ସିଏ? ତୁ ଭୟ କରନା, ନାଁଟା କହ। ମୁଁ ତୋ ପାଖରେ ଅଛି, ସେ ବାଘମ ତୋର କିଛି କରିପାରିବନି। ସାର୍, ଘଟଣା ଘଟି ସାରିବା ପରେ ସିନା ଆପଣ ପହଞ୍ଚିବେ, ହେଲେ ତା ପୂର୍ବରୁ ସେ ବାଘମ ମୋର ପୁଟା କାଢି ଦେଇଥିବ। ହେ ଶଳା ମାଇଆଟା। କଣ କହିଲେ କି ସାର୍? ଆରେ ନାଇଁ ରେ, ନା କହ। ଦୂରରେ ଠିଆ ହୁଅ, ଇଆଡେ କାହିଁ ମାଡ଼ି ଆସୁଛ ଅଭଦ୍ର ଭଳିଆ? ହେ ଇଆଡେ ରହବେ। ରହନ୍ତୁ ସାର୍, ମୁଁ ଟିକେ ଆଙ୍କୁ ଦେଖେ। କାହିଁ, ତୋ ସ୍ୱର୍ଣ୍ଣଲତା କଣ ଦେଖିବାକୁ ଆଙ୍କ ଭଳିଆ କି? ସାର୍, ଅବିକଳ ଏଇ ଦେହ, ଏଇ ରଙ୍ଗ ଖାଲି ଯାହା ଡ୍ରେସରେ ଫରକ ଅଛି। ଆରେ ଚୋର ନା କହରେ, କେତେ ଢଙ୍ଗ ଦେଖଉଛୁ। ଝୋଟ ଝାଟୁଆ ସାର୍। ଆରେ ଝାଟୁଆ କଣ ଗୋଟେ ଟାଇଟଲ? ନାଇଁ ସାର୍, ତା ଟାଇଟଲଟା ବାରିକ, ହେଲେ ତା ବୋଉ ତାକୁ ଘର ଝାଟେଇବା ବେଳେ ଜନ୍ମ କରିଦେଇଥିଲା ତ, ସେଇଥିପାଇଁ ତା ନାଁରେ ଝାଟୁଆ ଲଗା ହେଇଛି। ଛିଣ୍ଡେଇ ଦେଲେ ବି ଯାଆନ୍ତା, ହେଲେ କିଏ ଛିଣ୍ଡେଇବ ସାର୍? ଆରେ ସେଇଟା କଣ ଫୁଲ ଫଳ ହେଇଛି ତୁ ଛିଣ୍ଡେଇ ଦବୁ? ନାଇଁ ଯେ ସାର୍। ଏବେ ତା ସାଙ୍ଗରେ ଯେଉଁ ବାଘମ ଅଛି ତା ନାଁ କହବେ? କହିବି ଯେ ସାର୍, ହେଲେ ଆପଣ ମୋ ନାଁଟା କହିବେନି ଟି? ଆରେ ନାଇଁ ରେ, କହ।
ତା ନା କଙ୍ଗାରୁ ସାର୍। ଆରେ ହେ, ଇଏ ସେଇ କଙ୍ଗାରୁ ନା ଯାହା ବାପା ନା ଟୁଙ୍ଗୁରୁ? ଆଜ୍ଞା ସାର୍, ହେଲେ ଆପଣ ତାକୁ କେମିତି ଜାଣିଲେ? ଆରେ ତାକୁ କିଏ ଜାଣିନି? ସେ ବିଚିତ୍ର ଜୀବ କଙ୍ଗାରୁ ନାଁରେ ପରା ଥାନାରେ ଶହ ଶହ କେସ। ତୁ ଶହେ ତାକୁ ବାଘ ମୁଁ କହୁଛୁ? ଆରେ ସିଏ ବିଲେଇ ପିଲାଟାରେ। ଭିତରକୁ ହେଠି ତ ମାଲିକ ଠିଆ ହେଇଛି ବୋଧେ ଆଉ। ଏ ଛେଳିଟାକୁ ଧରିକି ଭିତରକୁ କୁଆଡେ ଆସିଛୁ? ଏଟା କଣ ଗୁହାଳ ଭାବିଲୁ କି? ଆଉ ମତେ କିଛି ବୁଦ୍ଧି ବାଟ ଦିଶିଲାନି ଆଉ, ସେଇଥିପାଇଁ ଆକୁ ଇଆଡେ ଧରିକି ପଳେଇ ଆସିଲି ଆଉ। ସେ ଛେଳିଟାକୁ କଣ ମୋ ଟେବୁଲରେ ବାନ୍ଧୁଛୁ? କିରେ ମୁଁ କଣ କହୁଛି ତତେ କଣ ଶୁଭୁନି? ଛେଳିଟାକୁ ଟାଣି ଟାଣି ଆଣିକି ମୁଁ ହାଲିଆ ହେଇଗଲିଣି ତ, ସେଇଥିପାଇଁ ଆକୁ ଏଇଠି ବାନ୍ଧି ଦଉଛି ଆଉ। ଭଲ କରୁଛୁ ଆଉ। ଆଜିକାଲି କଣ ଭିନ୍ନ ଭିନ୍ନ ଡ୍ରେସ ପିନ୍ଧିଲୁଣି? ଏସବୁ ମୋର ନୁହେଁ ସାର୍। କିରେ କାହାଠୁ ଚୋରି କରିଦେଇଛୁ କି? ଆପଣ ମତେ କଣ ବୋଲି ଭାବୁଛନ୍ତି? ସବୁବେଳେ ସେ ଚୋର କଥା କାହିଁ କହୁଛନ୍ତି? ତୋର ନୁହଁ ଯଦି ଏ ଡ୍ରେସ ତୁ କୋଉଠୁ ଆଣିଲୁ? ଆପଣ ତ କହୁଥିଲେ ମୋ ଦେହରୁ ଗୋଟେ ଝାଳୁଆ ଗନ୍ଧ ବାହାରୁଛି, ସେଥିପାଇଁ ଥାନାକୁ ଆସିବା ବେଳେ ମୋ ଶ୍ୱଶୁରଙ୍କ ଡ୍ରେସଟା ପିନ୍ଧି ଦେଇଛି ନା। ଶ୍ୱଶୁର ଆମ ଘରେ 2 ମାସ ରହିବେ, ତେଣୁ ମୁଁ 2 ମାସ ପର୍ଯ୍ୟନ୍ତ ବିଭିନ୍ନ ଡ୍ରେସରେ ଆପଣଙ୍କୁ ଉପଲବ୍ଧ ହେବି ଆଉ। ହଉ ହଉ, ତୁ ଆଉ ମତେ ବେଶୀ ସାହିତ୍ୟ କହନା। ଏବେ ତୁ କହ, ଏ ଛେଳିକି ଥାନାକୁ ଧରିକି କାହିଁକି ଆସିଛୁ? କାହାର ଚୋରି କରିଦେଇଛୁ କି? ସାର୍, ଛେଳି ଛେଳି କଣ ହଉଛନ୍ତି? ଏଇଟା ଛେଳି ନୁହେଁ ସାର୍, ଏଇଟା ମୋ ସ୍ୱର୍ଣ୍ଣଲତା। ଆରେ ଆରେ, ତୋର ତାହେଲେ ଛେଳି ହଜିଥିଲା। ହେଲେ ତୁ ଏମିତି କହୁଥିଲୁ ସତେ ଯେମିତି ତୋ ସ୍ତ୍ରୀଟା ହଜି ଯାଇଛି। ସାର୍, ମୁଁ ଏଇମାନଙ୍କୁ ସନ୍ଦେହ କରୁଥିଲି। ହେ ରହ, ସନ୍ଦେହ ମାନେ କଣ କିରେ? ତମେ 2 ଜଣ ମୋ ଛେଳିକୁ ଚୋରେଇଥିଲ ନା? ହେ କୃଷ୍ଣ ଭଗବାନ, ଏ କି କଳିକାଳ ହେଲା, ଲୋକେ ଆଉ କିଏ କାହାକୁ ସାହାଯ୍ୟ କରିବେନି ଆଉ। ହେ, ଠାକୁରଙ୍କ ନାଁ ନେଇକି ମିଛ କହୁଛୁ? ମିଛ କିଏ କହୁଛି ସାର୍? ଜାଣିପାରୁନୁ? ନନ୍‌ସେନ୍ସ। ଆରେ ମୁଁ ଦେଖୁଛି ଆଜିକାଲି କାହାକୁ ସାହାଯ୍ୟ କରିବାଟା ଭୁଲ ଆଉ। ସାହାଯ୍ୟ? ଆରେ ଚୋରି କରିକି ତୁ ପୁଣି କି ସାହାଯ୍ୟ କରିଛୁ ରେ? ସାରେ କଣ ବାରମ୍ବାର ଚୋର ବୋଲି କହୁଛନ୍ତି? ଭାଇ ମୁଁ କହୁଛି ତମେ ଟିକେ ରୁହ। ଇଏ ଉଖାରି ପକେଇବ ଆଉ। ଆରେ ହେ ନେପୁରୀ, ଦେଖରେ ସେ ଛେଳି କେତେ ହଗିଲାଣି। ଥାନାକୁ ଛେଳି ଗୁହାଳ କରିଦେଲେ ରେ। କାର୍ଡରେ ତାକୁ ଚାହିଁଛୁ କଣ ରେ? ସାର୍, ତା ନା ଛେଳି ନୁହେଁ, ଦୟାକରି ଆପଣ ତାକୁ ସ୍ୱର୍ଣ୍ଣଲତା ଡାକନ୍ତୁ। ଆରେ ୟା ଦେହରୁ ନିଆରା ବାସ୍ନା ଆସୁଥିଲା ବୋଲି ତୁ କହୁଥିଲୁ ନା? ସାରେ ଛେଳି ଦେହରୁ ଛେଳିଆ ଗନ୍ଧ ବାହାରିବ ନା ଆଉ। ଛେଳିଆ ଗନ୍ଧ କଣ ନିଆରା ନୁହେଁ? ଆଉ କାହା ଦେହରୁ ସେମିତି ଗନ୍ଧ ବାହାରୁଛି କି? ଆରେ ଏଥର ମେନ୍ ଟପିକକୁ ଆସରେ। ସାରେ, ଆମ ଗାଁର ଗୋଟେ ଲୋକ ଏ ଛେଳିକି ତା ବାଡ଼ିଆଡ଼େ ବାନ୍ଧିକି ରଖିଥିଲା। ଆମେ ସେଇପଟେ ଯାଉଥିଲୁ, ଦେଖିଲୁ ଛେଳି କାନ୍ଦୁଛି। କାନ୍ଦି କାନ୍ଦି ମୋତେ ସାହାଯ୍ୟ କର କହୁଛି। ଏଇଟା ସତ୍ୟା ନାଁର ଛେଳିଟା ଭଳି ଲାଗିଲା ତ, ଆମେ ସେଇଠୁ ତାକୁ ଫିଟେଇକି ଏଇଠିକି ଧରିକି ପଳେଇ ଆସିଲୁ। କଙ୍ଗାରୁ ନା, ଏଇଠି କଣ କରୁଛ କି? ଆରେ ଝୋଟ, ଦେଖୁନୁ ଛେଳିଟା କେମିତି କାନ୍ଦୁଛି, ତାକୁ ଏଇଠି କିଏ ବାନ୍ଧିକି ରଖିଛି ବୋଧେ। ଏଇଟା ତ ସତ୍ୟା ନାଁର ଛେଳିଟା। ଆକୁ ନେଇକି ଆମେ ଥାନାରେ ଥାନା ବାବୁଙ୍କୁ ଦେଇଦବା। ଥାନା ବାବୁ ସତ୍ୟା ନାଁକୁ ଛେଳିଟା ହ୍ୟାଣ୍ଡ ଓଭର କରି। ଆରେ ଆଣିଲ ଯଦି ସତ୍ୟା ଘରକୁ ନ ଯାଇକି ଥାନାକୁ କାହିଁ ଆସିଲ? ଆମେ ତା ଛେଳିକି ଚୋରି କରିଛୁ ବୋଲି ସତ୍ୟା ନା କାଳେ ଭାବିବ, ସେଇଥିପାଇଁ। ନାଇଁ ଆଜ୍ଞା, ଏମାନେ ମିଛ କହୁଛନ୍ତି। ଏଇ 2 ଜଣ ହିଁ ମୋ ଛେଳିକି ଚୋରି କରିଥିବେ। ରହ ରହ। ଆରେ ଝୋଟ, ତୁ ଏଲେ କହୁଥିଲୁ ନା ଛେଳି କାନ୍ଦିକି କହୁଥିଲା ସାହାଯ୍ୟ କର ସାହାଯ୍ୟ କର। ଆରେ ଛେଳି କୋଉଠି କଥା କହିଲାଣି କି ରେ? ତମେ 2ଟା ବଡ ଫାଜିଲ ପଡିଲଣି। ନାଇଁ ଆଜ୍ଞା, ମିଛରେ ଆମ ଉପରେ ଦୋଷ ଲଦନ୍ତୁନି। ଛେଳିକି ପଚାରୁନାହାନ୍ତି, ସିଏ କହିବ। କିରେ ସତ୍ୟା, ତୋ ଛେଳି କଣ କଥା କହେ କିରେ? ମୁଁ ଜାଣିନି ସାରେ, ଏମାନେ ତ କହୁଛନ୍ତି। କହୁଥିବ, ପଚାରିକି ଦେଖୁନାହାନ୍ତି। ରୋହନ ସାର୍, ମୁଁ ପଚାରୁଛି, ସେ କହିବ। ହଁ, ପଚାରେ ପଚାରେ। ସତ୍ୟା ନାଁର ଛେଳି, ସତ କଥା କହିଲୁ? ତୁ ସାହାଯ୍ୟ କରିବାକୁ ଆମକୁ କାନ୍ଦିକି କହୁନଥିଲୁ? ଭାଇ ସତ କହିଦେରେ। ତୁ ସତ ନ କହିଲେ ପୋଲିସ ସାରେ ଆମକୁ ବାନ୍ଧି ପକେଇରେ। ଭାଇ ସତ କହିଦେରେ, କହିଦେ। କିଏ କହୁଛି ରେ? ତମ 2 ଜଣ ଭିତରୁ ଟୋନ ଚେଞ୍ଜ କରି କିଏ କହିନଟି? ନାଇଁ ସାର୍, ଏ ଛେଳି ହିଁ ସବୁ କହୁଛି, ଆମେ ନୁହଁ। ନନ୍‌ସେନ୍ସ। ଛେଳି କଥା କହୁଛି? ହଉ, ଆଜି ତମକୁ ଛାଡୁଛି। ଆଉ ଏମିତି କେବେ କରିବ ଯଦି ତମ ଅବସ୍ଥା ଗାଇଲା କରିଦେବି। ତୋ ଛେଳି ନେ, ଆକୁ ସୁବିଧାରେ ରଖିବୁ। ଦେଖୁନାହାନ୍ତି ମୋ ଛେଳି କେମିତି କାନ୍ଦୁଛି। କାନ୍ଦେ ନାଲୋ ମୋ ଧନ, ମୋ ସୁନା ଧନ। ଆଲୋ ଆମେ ଏବେ ଘରକୁ ପଳେଇବା। ମାଇକିନା ଭଳିଆ କଣ ଗାଲ କରୁଛୁ? ବିଚିତ୍ର ଜୀବ ଗୁଡାକ ଥାନାକୁ
ପଳେଇ ଆସୁଛନ୍ତି। ଏ ନେପୁରୀ ଥାନାକୁ ଧୁଆରେ ଗୁହାଳ କରିଦେଇଛନ୍ତି। ଆଜ୍ଞା ସାର୍। ଆରେ ହେ ତୁ ତ ମଧ୍ୟ ଗୋଟେ ବିଚିତ୍ର ଯିବ। ସେ ପେଣ୍ଟ ଟେକରେ ନାଡା ସମ୍ଭାଳିରେ ଭାଇ କି ସବେଇଲେ କି ସାର୍? ଆରେ ନାଇଁ ରେ ଯା ସେ ଥାନା ଧୁଅ। ଆରେ ହେ ଝୋଟ ସେ ଛେଳି କ'ଣ ସତରେ କହିଲା ନା ତୁ କହିଦେଲୁ ରେ? ଭାଇ ପାଟି ନ ଖୋଲିକି ନିଶ୍ୱାସ ରୁନ୍ଧିକି ମୁଁ ହିଁ କହିଛି ଛେଳି କ'ଣ କଥା କୁହେ। ଏ ଚା ଚା ଏଠୁ ବେଗି ପଳେଇବା ବେଶୀ ସମୟ ରହିଲେ ବିପଦରେ। ଚାଲ ଚାଲ।